नमस्कार, वेलकम टू किडनी वेलनेस चैनल। वेलकम टू किडनी मेडिसिन एपिसोड 4। किडनी पाई औषध एपिसोड 4। आज आम आलोचना करबा कीटो एनालॉग। ये जो कीटो एनालॉग आजिकल बहुत पॉपुलर है भारत सारा सबुआडे। ये मेडिसिन विषय रे लोक मैंने जानिया को चाहूचंती। कौन ये मेडिसिन कहीं मेडिसिन लिखा जाए, कौन पे मेडिसिन आसीथिला, से विषय रे आपण माने सम्यक जानिबा दरकार। आमे कौन करू ना जो मैंने क्रॉनिक किडनी डिजीज पेशेंट था, रोगी जो मैंने था, आमे कहू आपण मैंने कम प्रोटीन खातु। तो जब आम कम प्रोटीन खाइबू ताले कौन हम ना आमर शरीर में प्रोटीन रो अभाव हम, आलुमिन कमिज, प्रोटीन कमिज। प्रोटीन कमिगले आम दुर्बल हो, दुर्बल हो गले आमको विभिन्न प्रकार इन्फेक्शन हम, आमको दुर्बल लगे, देह हाथ फुली ये सब जिन हम। तो आपण पचारे ताहले आम अधिक प्रोटीन खाईदेबू। तो अधिक प्रोटीन खाईदेले कौन हम ना आमर ये जो अधिक प्रोटीन से किडनी को जाकि प्रोटीन किडनी को नष्ट करवा किडनी को डैमेज करिवो। ताहले कौन करवा, आम प्रोटीन कम खाइबा किंतु आमर प्रोटीन कमिबनी बा एल्बुमिन कमिबनी आ किडनी ठीक रहइबो। सेथिपई ए जो कीटो एनालॉग गोटे जो डेभलप ହେଇଛି, ତ ସେ ଜିନିଷଟା କଣ ଆପଣ ଟିକେ ତାର ସମ୍ୟକ ତା ବିଷୟରେ ଜାଣନ୍ତୁ। ତ କୀଟନାଲ ଗୋଟା ଏଗୁଡ଼ା ହେଲା ଯେ ଏଟା ପ୍ରୋଟିନ, ଆମର ଯୋଉ ଏମିନୋ ଏସିଡ ଆମ ଶରୀରରେ ବିଭିନ୍ନ ପ୍ରକାର ଏମିନୋ ଏସିଡ ଅଛି। 20ଟା ଏମିନୋ ଏସିଡ ଅଛି ଯୋଉଥିରେ କି ବିଭିନ୍ନ ପ୍ରକାର ଆମର ଶରୀରରେ ପ୍ରୋଟିନ ତିଆରି ହୁଏ। ତ ସେଗୁଡାକୁ ଆମେ ଏସେନ୍ସିଆଲ ଏମିନୋ ଏସିଡ କହୁଛୁ। ତ ଏଇ ଯୋଉ କୀଟନାଲ ହେଲା ସେଇ ଏମିନୋ ଏସିଡ ର ସ୍କେଲିଟନ, ସେଥିରେ ନାଇଟ୍ରୋଜେନ ନଥାଏ। ତେଣୁ ଆମେ ଯେତେବେଳେ ଏହାକୁ ଖାଇବୁ ସେତେବେଳେ କଣ ହବ ନା ଏ ଦେହକୁ ଯାଇକିରି ସେ ପ୍ରୋଟିନରେ କନଭର୍ଟ ହବ, କିନ୍ତୁ ଆମର ୟୁରିଆ କ୍ରିଏଟିନିନ ବଢିବ ନାହିଁ। ତ ସେଇଥିପାଇଁ ଯଦି ଆମେ ପ୍ରୋଟିନ କମ ଖାଇବୁ ତାହେଲେ ଆମକୁ ଇନଡାଇରେକ୍ଟଲି ଆମକୁ ଲାଭ ହବ ଯେ ଆମର କିଡନୀ ଫଙ୍କସନଟା ମେଣ୍ଟେନ ହେଇକି ରହିବ, ଆଉ କିଡନୀ ଡ୍ୟାମେଜଟା ଷ୍ଟେବଲ ହେଇକି ରହିବ। ସେ ଆଉ ପ୍ରୋଗ୍ରେସ କରିବନି, କି ଯଦି ପ୍ରୋଗ୍ରେସ କରିବ ବହୁତ ସ୍ଲୋଲି କରିବ। ସେଇଥିପାଇଁ ଏ କୀଟନାଲକ ଔଷଧ ଆମର ତିଆରି ହେଇଛି ଲୋକଙ୍କର କିଡନୀ ଫେଲିୟର ପ୍ରୋଗ୍ରେସନଟାକୁ କମେଇବା ପାଇଁ। ତ ଏବେ ଆମେ ଜାଣିବା ଦରକାର ଯେ କୋଉମାନେ କୋଉ ଷ୍ଟେଜରେ କେତେ ପରିମାଣରେ କେତେ ଡୋଜରେ ଏଇ ଯୋଉ କୀଟନାଲକ ଔଷଧ ଖାଇବେ। ତ ଆମେ ଦୁଇ ପ୍ରକାର ଆମର ପ୍ରୋଟିନ ରେଷ୍ଟ୍ରିକ୍ସନ ଆମେ କରୁ। ଗୋଟେ ହେଲା लो ପ୍ରୋଟିନ ଡାଏଟ, ତାମାନେ ଆମର ଜଣେ ନର୍ମାଲ ଲୋକର ପ୍ରୋଟିନ ଆବଶ୍ୟକତା ହଉଛି 0.8 ରୁ 1 ଗ୍ରାମ पर केजी। ମାନେ ଜଣେ 60 କିଲୋ ଲୋକର ବା ନର୍ମାଲ ଲୋକର ଯାହାର କିଡନୀ ପ୍ରୋବ୍ଲେମ ନାହିଁ ସେ 60 ଗ୍ରାମ ପ୍ରୋଟିନ ଖାଇବ ଦିନକୁ। କିନ୍ତୁ ଯୋଉମାନେ କିଡନୀ ପ୍ରୋବ୍ଲେମ ଅଛି ତାଙ୍କୁ ଆମେ ଦଉଛୁ 0.5 ରୁ 0.6 ଗ୍ରାମ पर केजी, ମାନେ ଯୋଉଟା लो प्रोटीन डाइट, जोटा एलपीडी बोले ଆମେ ସେ କହୁଛୁ। ତ ଯୋଉମାନଙ୍କୁ ଆମେ ଆଡଭାଇସ୍ କରୁଛୁ ଏଇ ଯୋଉ କିଡନୀ ଫେଲିୟର स्टेज 1 ରୁ ନେଇକିରି 5 ପର୍ଯ୍ୟନ୍ତ ସବୁ ଷ୍ଟେଜରେ ଏଟା ଦେଇ ହବ। ତ ଯୋଉମାନଙ୍କୁ ଏଇ लो प्रोटीन डाइट ଆମେ एलपीडी डाइट ଦଉଛୁ ତାଙ୍କ ଏଇ ଯୋଉ ଆମର कीटो एनालॉग मिनिमम प्रति 10 किलोरे ଗୋଟେ ଗୋଟେ ଟ୍ୟାବଲେଟ ଖାଇବା ଦରକାର। ତ ଜଣେ ଧରନ୍ତୁ ଜଣେ 60 କିଲୋ ଲୋକ ଅଛି, ମାନେ ତାଙ୍କୁ ମିନିମମ୍ 6ଟା ଟ୍ୟାବଲେଟ ତାଙ୍କୁ ଦରକାର ପ୍ରତିଦିନ ଖାଇବା ପାଇଁ। ଯଦି ଆମେ ତାଙ୍କୁ ନ ଦଉଛୁ ତାହେଲେ ତାଙ୍କର ପ୍ରୋଟିନ ଡେଫିସିଏନ୍ସି ହେଇଯିବ, ଶରୀରରେ ପ୍ରୋଟିନ ଡେଫିସିଏନ୍ସି ହବ। ଆଉ ଯଦି ସେ ସେ ବ୍ୟକ୍ତି ଯଦି लो प्रोटीन डाइट ନ ଖାଇବେ ତାହେଲେ କୌଣସି ତାଙ୍କୁ ଲାଭ ହବ ନାହିଁ। ତାଙ୍କର କିଡନୀ ଫେଲିୟର ଯେମିତି ବଢିବା କଥା, ଯେମିତି ପ୍ରୋଗ୍ରେସ ହେବା କଥା ପ୍ରୋଗ୍ରେସ ହେଇ ହେଇ ଚାଲିବ। ତେଣୁ ଆପଣଙ୍କ ଯଦି ଡକ୍ଟର ଆପଣଙ୍କୁ लो प्रोटीन डाइट ଆଡଭାଇସ୍ କରିଛନ୍ତି ତାହେଲେ ମିନିମମ୍ ପ୍ରତି 10 କିଲୋକୁ ଆପଣଙ୍କର ଗୋଟେ ଗୋଟେ कीटो एनालॉग ଆପଣ ଟ୍ୟାବଲେଟ ଖାଇବେ। ତାପରେ ଆଉ ଗୋଟେ ପ୍ରକାର ଡାଏଟ ମଧ୍ୟ ଆଡଭୋକେଟ କରାଯାଉଛି, କୁହାଯାଉଛି କରିବା ପାଇଁ। ଆଉ ଟିକେ ଷ୍ଟ୍ରିକ୍ଟ ଆମେ ପ୍ରୋଟିନ ରେଷ୍ଟ୍ରିକ୍ସନ କରିବା, ସେଟା ହେଲା ଭେରି लो प्रोटीन डाइट, VLPD। ତା ଅର୍ଥ କଣ? ଆଗେ ଆମେ କହିଥିଲୁ ଯେ ଆମର ଗୋଟେ ଲୋକ ତାର ତାକୁ ଆମେ 0.5 ଟୁ 0.6 पर केजी ଆମେ ପ୍ରୋଟିନ ଦଉଛୁ, ଯୋଉଟା ଆମେ ଏଲପିଡି କହୁଛୁ। ଭିଏଲପିଡି ରେ ଆମେ 0.2 ରୁ 0.3 ଗ୍ରାମ पर केजी ଆମେ ପ୍ରୋଟିନ ତାଙ୍କ पर केजी ଆମେ ଦବୁ। ତ ଏଇ କ୍ଷେତ୍ରରେ ଆମେ ଯଦି ବହୁତ କମ ପ୍ରୋଟିନ ତାଙ୍କୁ ଖାଇବାକୁ ଦବୁ ତାହେଲେ ତାଙ୍କୁ ମାଲନ୍ୟୁଟ୍ରିସନ ହେଇଯିବ, ପ୍ରୋଟିନ କମିଯିବ, ଆଲବୁମିନ କମିଯିବ, ସେ ଦୁର୍ବଳ ହେଇଯିବେ। ତେଣୁ ସେଇ କେସରେ ଆମକୁ ପ୍ରତି 5 କିଲୋରେ ଗୋଟେ ଗୋଟେ ଆମର कीटो एनालॉग ଯୋଉ ଟ୍ୟାବଲେଟ ଅଛି ତାକୁ ଦେବାକୁ ପଡିବ। ତ ତାହେଲେ ଯୋଉଟା ଯେମିତି ଆଗରୁ ଆଲୋଚନା କଲେ ଜଣେ 60 କିଲୋ ଲୋକ ଯେମିତି ଏଲପିଡି ରେ 6ଟା ଟ୍ୟାବଲେଟ ଦରକାର,
ଯଦି ସେ ଭିଏଲପିଡି ଖାଉଛନ୍ତି ତାଙ୍କୁ 12ଟା ଦରକାର। ମାନେ ପ୍ରତି 5 କିଲୋରେ ଗୋଟେ ଗୋଟେ ଟେବଲେଟ ଯଦି ହିସାବ କରାଯାଏ ତାଙ୍କୁ 12ଟା ଟେବଲେଟ ଦିଆଯାଏ। ଯଦି ସେ 12ଟାରୁ କମ ଖାଆନ୍ତି ତାହେଲେ ଏଇ ଯୋଉ ଡାଏଟ ପ୍ଲାନର କୌଣସି ଲାଭ ନାହିଁ। ତ ଆପଣ ପଚାରି ପାରନ୍ତି ଯେ ସତରେ ଏଇ ଯୋଉ ଆମର କୀଟନାଶକ ଦଉଛୁ କଣ ଲୋକଙ୍କ ତାର ବେନିଫିଟ କରେ? ବହୁତ ଗୁଡେ ଷ୍ଟଡି ଏବେ ରିସେଣ୍ଟଲି ପବ୍ଲିଶ ହେଇଛି, ଯୋଉଥିରେ ଦେଖାଯାଇଛି ଆମେ ଯଦି ଆଦର ଏଲପିଡି ସହିତ ଲୋ ପ୍ରୋଟିନ ଡାଏଟ କିମ୍ବା ଭିଏଲପିଡି ଡାଏଟ ସହିତ ଆମେ ଯଦି କୀଟନାଶକ ମିଶେଇବୁ ତାହେଲେ କିଡନୀ ରୋଗର ପ୍ରୋଗ୍ରେସନ ଟା କମିଯାଏ ଏବଂ ଡାୟାଲିସିସ ର ରିକ୍ୱାରମେଣ୍ଟ ଟା ଯୋଉ ଡାୟାଲିସିସ ର ରିକ୍ୱାରମେଣ୍ଟ ଟା ବି ମଧ୍ୟ କମିଯାଏ। ଆଉ ତେଣୁ ଆପଣ ମାନେ ଯଦି କୀଟନାଶକ ଖାଉଛନ୍ତି ସଠିକ ଡୋଜରେ ଖାଆନ୍ତୁ। ଆଉ ଆମେ ଦେଖୁଛୁ ଯେ ବହୁତ ଲୋକ ଗୋଟେ କି ଦିଟା କି ତିନିଟା ଟେବଲେଟ ଦିନକୁ ଖାଉଛନ୍ତି, ସେ ତାର କୌଣସି ଭ୍ୟାଲ୍ୟୁ ନାହିଁ, ଖାଲି ଆପଣ ପଇସା ବର୍ବାଦ କରୁଛନ୍ତି। କାହିଁକିନା ଏଇ ଯୋଉ ଔଷଧ ଗୁଡା କୀଟନାଶକ ବହୁତ କଷ୍ଟଲି ଔଷଧ। ଯଦି ଖାଉଛନ୍ତି ସଠିକ ଡୋଜରେ ସଠିକ ଡୋଜରେ ଖାଆନ୍ତୁ। ଆଉ ଖାଉ ଯଦି ଖାଇପାରିବେନି ଆପଣଙ୍କର କୌଣସି କାରଣରୁ ତାହେଲେ ସେଟା ବିଲକୁଲ ଖାଆନ୍ତୁନି, କିଛି ଲାଭ ନାହିଁ, ଖାଲି ପଇସା ଆପଣଙ୍କ ବର୍ବାଦ। ତେଣୁ ଏତିକି ମୁଁ କହିବି ଶେଷରେ ଯେ ଆମେ ଯୋଉ କିଡନୀ ରୋଗର ପ୍ରୋଗ୍ରେସନ କୁ କମେଇବା ପାଇଁ ଆମେ ଯେତେ ଗୁଡା ଔଷଧ ଆଭେଲେବଲ ଅଛି ତା ଭିତରୁ ଗୋଟେ କୀଟନାଶକ ମଧ୍ୟ ଗୋଟେ ଔଷଧ। ତ ସେଇ କୀଟନାଶକ ଆମେ ଦି ପ୍ରକାର ପ୍ରୋଟିନ ଡାଏଟ ଆମେ କହୁଛୁ, ଗୋଟେ ଲୋ ପ୍ରୋଟିନ ଡାଏଟ ଆଉ ଗୋଟେ ହେଲା ଭିଏଲପିଡି। ଲୋ ପ୍ରୋଟିନ ଡାଏଟ ସହିତ ପ୍ରତି 10 କିଲୋରେ ଗୋଟିଏ ଟେବଲେଟ ଏବଂ ଭିଏଲପିଡି ସହିତ ପ୍ରତି 5 କିଲୋରେ ଗୋଟିଏ ଟେବଲେଟ ଆପଣ ଖାଇବା ଦରକାର। ଆଉ ସେଇଟା ଖାଇଲେ ଆପଣଙ୍କୁ ଉପକାର ଦେବ, ଆପଣଙ୍କର ଏ ଯୋଉ କିଡନୀ ରୋଗର ପ୍ରୋଗ୍ରେସନ ଟା କମିଯିବ ଏବଂ ଡାୟାଲିସିସ ର ରିକ୍ୱାରମେଣ୍ଟ ଟା କମିଯିବ। ଧନ୍ୟବାଦ।